ଆଜି ଆମ ଘରକୁ ଆସିଛି ଚୁନା ମାଛ। ଆଉ ଚୁନା ମାଛ ବାଛିବା ପାଇଁ ବାହାରି ପଡିଲେ ମା ପୁଅ ଦି ଜଣ ଯାକ। ଆଉ ମା ଏଠି ମାଛ ବାଛୁଛନ୍ତି, ଆଉ ପୁଅ ଏଠି ଦାନ କରୁଛନ୍ତି ଆମ ବିଲେଇ ନାନୀକି। ଆଉ ବିଲେଇ ନାନୀ ବି ଆମର ଟାଉ ଟାଉ କରି ଯାଉଛି ଖାଇ। ସିଏ ଆଉ ଡେରି କରୁନି ମ, କାରଣ ତାର ତ ମାଛ ଦରକାର ନା। ତ ମାଛ ଗୁଡିକ ଭଲ ଭାବରେ ପରିଷ୍କାର ଭାବରେ ନାନୀ ଆମର ବାଛିଦେଲେ। ନ ବାଛିଲେ ମାଛ ଗୁଡାକ କଣ ହବ ଆପଣ ମାନେ ଜାଣିଛନ୍ତି, ପିତା ଲାଗିବ। ତ ସେଥିଲାଗି ଭଲକିରି ବାଛି ବୁଛି ତାକୁ ସଫା କରିକି ଧୋଇ ଦେଇଥିଲେ। ତାପରେ ପୁତ୍ର ଆମ ଖେଳୁଥିବା ଅବସ୍ଥାରେ କହିଲେ, ଶୀଘ୍ର ଭାଜ ମୁଁ ଖାଇବି। ତ ମୁଁ ଧଡପଡ ହୋଇକି ପଳେଇ ଆସିଥିଲି। ତାପରେ ଚୁଲି ଲଗେଇ ଦେଇଥିଲି। ତାପରେ ମାଛ ଭଜା ଆରମ୍ଭ କରିଦେଇଥିଲି। ତାପରର ଦୃଶ୍ୟ ଦେଖନ୍ତୁ, ଚୁଲିରେ ହେଇଥିବା ଜାଳ କେମିତି ଧୂଆଁ ଛାଡୁଛି, ଫାଏଁ 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 ଫାଏଁ। ମୋର ମାଛ ଭଜା ହେଇଥିଲା ସାଏଁ 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 ରେଡି। ତ ସାଙ୍ଗମାନେ ଦେଖନ୍ତୁ, ଆପଣ ମାନଙ୍କର ଲାଳ ଆସିଯିବ ନା ଏ ମାଛ ଭଜା ଦେଖିକି। ମୁଁ କାହିଁକି ଦେବି ଆପଣ ମାନଙ୍କୁ, ମୁଁ ଜମା ଦେବିନି। ମୁଁ ସାଙ୍ଗେ ସାଙ୍ଗେ ଆମର ବାଢି ଦେଇଥିଲି ଆମ ପତିବାବୁଙ୍କର। ଆଉ ପତିବାବୁ ଡେରି ନକରି ଟାଉ 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 କରି ଯାଉଥିଲେ ଖାଇ। ଆପଣ ମାନଙ୍କୁ କେମିତି ମୋ ଭିଡିଓଟି ଲାଗିଲା?